କାର୍ଯ୍ୟଫର୍ଦ୍ଦ 41 ଆକଳନ 14। ପ୍ରଶ୍ନ 1 କପୋତମାନଙ୍କର ରାଜାଙ୍କ ନାମ କ'ଣ ଥିଲା? କପୋତମାନଙ୍କର ରାଜାଙ୍କ ନାମ ଥିଲା ଚିତ୍ତଗ୍ରୀବ। ପ୍ରଶ୍ନ 2 ଖାଲି ପାଦଟିକୁ କୋଠରୀରେ ପୂରଣ କର। ଦଳବଳ ସହ କପୋତ ରାଜ ଦଶା ଦେଖି ଶେତ ହୋଇଲେ କାବା। ପ୍ରଶ୍ନ 3 ଡ୍ୟାସ୍ ଖୁଦ କଣିକାର ଲୋଭରେ ପଡ଼ି। ପଡ଼ିଗଲୁ ଆମେ ବଣୁଆ ଜାଲେ ଖୁଦ କଣିକାର ଲୋଭରେ ପଡ଼ି। ପ୍ରଶ୍ନ 4 ସେଥିପାଇଁ ମୋର ଭାବନା ନାହିଁ। ଏଠାରେ ମୋର କହିଲେ କାହାକୁ ବୁଝାଏ? କପୋତ ରାଜନ। ପ୍ରଶ୍ନ 5 ଶକତି ଗଦ୍ୟ ରୂପେ କ'ଣ ହେବ ତଳ କୋଠରୀରେ ଲେଖ। ଶକ୍ତି। ପ୍ରଶ୍ନ 6 ତଳ ଲିଖିତ କେଉଁ ଶବ୍ଦଟି ଠିକ୍ ତା ପାଖରେ ଠିକ୍ ଚିହ୍ନ ଦିଅ। ବିନୀତ। ପ୍ରଶ୍ନ 7 ବାର ବାର ପରି ଆଉ ଗୋଟିଏ ଯୋଡ଼ି ଶବ୍ଦ ତଳ କୋଠରୀରେ ଲେଖ। ଥର ଥର, ଡର ଡର, ଫର ଫର। ପ୍ରଶ୍ନ 8 ବନ୍ଧନ ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟି ତଳ କୋଠରୀରେ ଲେଖ। ମୁକ୍ତ। ପ୍ରଶ୍ନ 9 କବିତାରେ ଯେପରି ଲେଖାଯାଇଛି ସେମିତି ସଜାଡ଼ି ତଳ କୋଠରୀରେ ଲେଖ। ତୁମେ ମୋର ଦଳପତି ବନ୍ଧୁ, ତୁମେ ଦଳପତି ବନ୍ଧୁ ମୋର। ପ୍ରଶ୍ନ 10 ପଥ ଶବ୍ଦର ଅର୍ଥ ବୁଝାଉଥିବା ଆଉ ଗୋଟିଏ ଶବ୍ଦ ତଳ କୋଠରୀରେ ଲେଖ। ରାସ୍ତା, ବାଟ,